ଯେତିକି ମ୍ୟାଚୁର୍ ହେଇଯାଇଥିଲା, ଯେତିକି ବଡ଼ ବଡ଼ ହେଇଯାଇଥିଲା ମୂଳ ଗୁଡ଼ାକ ସବୁ ହେଉଛି ଅମର ଲିଲିର ମୂଳ ଗୁଡ଼ାକ ଆଣିକି ଏମିତି ଗ୍ରାଉଣ୍ଡରେ ପୋତି ଦେଇଥିଲି। ଆଉ ସେଇଟା ବର୍ଷା ହେଇଗଲା ପରେ ପୁରା ପତ୍ର ବହୁତ ବଡ଼ ବଡ଼ ଆସୁଛି। ଅମର ଲିଲିର ପ୍ରକୃତରେ ହେଉଛି ତାର ପତ୍ରକୁ ଯେତେ କାଟିବେ ଫୁଲର ସାଇଜ୍ ପୁରା ଠିକ୍ ଠାକ୍ ଆସେ। ଯେହେତୁ ଏଇଟା ଥୋପା ଟିକେ ସେଥିପାଇଁକା ୟାର ପତ୍ରକୁ କାଟିବାକୁ ପଡ଼େ। ଆଉ ୟାର ପତ୍ର ସହିତ ୟାର କିଛିଟା ଏମିତି ପୁରୁଣା ଡେମ୍ଫ ଆଉ କିଛି ଚୋପା ରହିଯାଇଥାଏ, ଯାହାକୁ ବାହାର କରିବା ଦ୍ୱାରା ହିଁ ଫୁଲ ଷ୍ଟିକ୍ ବାହାରିଥାଏ। ତ ଏଇଟା ଯେହେତୁ ଏଥରକ ମୁଁ ଲଗେଇଥିଲି ଯେତିକି ମ୍ୟାଚୁର୍ ହେଇଯାଇଥିବା ମୂଳ ଗୁଡ଼ାକ, କାହିଁକିନା ହେଉଛି ପୋଟ୍‌ରେ ପୁରା ବହୁତ ସାରା ଛୋଟ ଛୋଟ ଏମିତି ମାନେ ବ୍ଲବ୍ ଗୁଡ଼ାକ ଡେଭଲପ୍ କଲା। ଆଉ ତାକୁ ଯେହେତୁ ପୋଟ୍‌ରେ ଏତେ ଜାଗା ସଫିସିଏଣ୍ଟ ନଥିଲା, ସେଥିପାଇଁ ଯେତିକି ବଡ଼ ବଡ଼ ମୂଳ ହେଇଯାଇଥିଲା ତାକୁ ଆଣିକି ମୁଁ ଏମିତି ଗ୍ରାଉଣ୍ଡରେ ପୋତି ଦେଇଥିଲି। ସେଥିପାଇଁକା ଏଇଟା ଏତେ ଅଧିକା ସମୟ ଲାଗିଲାନି, 6 ମାସ ଭିତରେ ଫୁଲ ଫୁଟିଯାଇଛି। ଅନଲାଇନ୍‌ରୁ ଯେତେବେଳେ ଆଣିଥିଲି ୟାର ହେଉଛି ବ୍ଲଗ୍ ଗୁଡ଼ାକ, ତ ସେତେବେଳେ ତାକୁ ଲଗେଇକି ଗ୍ରୋ କରିବାକୁ ବହୁତ ହି ସମୟ ଲାଗିଥିଲା। ପତ୍ର ଗୋଟେ ଗୋଟେ ବାହାରିବାକୁ ବି ବହୁତ ସମୟ ଲାଗୁଥିଲା, ଫୁଲ ଫୁଟିବାକୁ ତ 2 ବର୍ଷ ଲାଗିଗଲା। କିନ୍ତୁ ଗ୍ରାଉଣ୍ଡକୁ ଏଥର ସିଫ୍ଟ କରିବା ଯୋଉ ମୂଳ ଗୁଡ଼ାକ ବଡ଼ ବଡ଼ ମୂଳ ଗୁଡ଼ା ସିଫ୍ଟ କରିଥିଲି, ଏଇଟା ମାତ୍ର 4-6 ମାସରେ ଫୁଲ ଆସିଯାଇଛି। ବାକି ଏଥର ପତ୍ରର ଗ୍ରୋଥ୍ ବହୁତ ଭଲ ଥିଲା, ଭାବୁଥିଲି ବୋଧହୁଏ ଫୁଲ ଆସିବନି, ଯାହା ହଉ ଫାଇନାଲି